भगवते वासुदेवाय। द्वितीयोऽध्याय। श्रीशुकवाच। एमन्ते पितार अन्तरे पितार आज्ञा घेनि शिरे जम्बुद्वीपर प्रजाजन अग्निध्र करई पालन। एमन्ते केते दिन गला अग्निध्र मने विचारिला सन्तोषे पितृलोकଙ୍କର एमन्ते ହୋଇଲା ବାହାର। ଏମନ୍ତ ମନେ ବିଚାରିଲା ମନ୍ଦର ଗିରିରେ ମିଳିଲା ସୁରବନିତା କ୍ରୀଡ଼ା ସ୍ଥାନେ ତହିଁର ନିଗମ ଯେ ବନେ। ସଂସାର କର୍ମକୁ ଯେ ଧ୍ୟାଇ ବସିଲା ସ୍ଥିର ମନ ହୋଇ ତାହା ଜାଣିଲେ ଭଗବାନ ଯେ ପ୍ରଭୁ ସୃଷ୍ଟିର କାରଣ। ଅତି ସୁନ୍ଦରୀ ଅପସରୀ ପୂର୍ବଚିତି ନାମ ତାହାରି ତାହାର ଉପବନ ଲାଗେ ମିଳିଲା ଅପସରୀ ବେଗେ। ଅତି ମଞ୍ଜୁଳ ମନୋହାରୀ ବିବିଧ ବିଟପି ଆଚରି ଘନ କାନନ ଲତାମାନ ଅଛନ୍ତି ନାନା ପକ୍ଷୀଗଣ। କର୍ଣ୍ଣାଭିରାମ ଧ୍ୱନିମାନେ କରନ୍ତି ହରଷିତ ମନେ ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି ବିବିଧ ଜଳାଶୟ ପୁରୀ। କୁକୁଟ କାରଣ୍ଡକ ହଂସ କରନ୍ତି ଋତୁରେ ବିଳାସ କାନନେ ନାନା ପୁଷ୍ପସାର ପଦ୍ମପୂରିତ ସରୋବର ମଧୁପବନ ବହେ ନୃତ୍ୟେ ତା ଦେଖି କନ୍ୟା ତୋଷ ଚିତ୍ତେ କରଇ ଲଳିତେ ଗାୟନ ବିନ୍ୟାସେ ପାଦ ଗତିମାନ ଚରଣେ ନୂପୁର ତାହାର ଧ୍ୱନି ଉଠଇ ନିରନ୍ତର। ଅତି ମଞ୍ଜୁଳ ତାହା ଶୁଣି ନୃପକୁମାର ଶିରୋମଣି ସମାଧି ଯୋଗରୁ ତାହାର ନୟନ କମଳ ଯୁଗଳ ଇଷିତେ ବିକଶିତ ହେଲା ମଧୁ ମଧୁରେ ସେ ହସିଲା ନିକଟେ ତାର ମୁଖ ଦେଖି ପିଛାଡ଼ି ନ ପାରଇ ଆଖି। ଭ୍ରମର ପତ୍ନୀ ସେ ଯେ ସନ ପୁଷ୍ପ ଲୋଡ଼ଇ ବନେ ବନ ଦେବତା ଆଦି କରି ଯେତେ ଉଲ୍ଲାସ ହୁଅନ୍ତି ଜଗତେ। ବିହାର ଅବଲୋକନରେ ଶରୀର ବଚନ ମଧୁରେ ପ୍ରାଣୀର ମନକୁ ସେ ନେଇ ଅନଙ୍ଗେ ଅସ୍ଥିର କରାଇ ସେ ଯେତେବେଳେ ବାକ୍ୟ କହି ବଦନୁ ସୁଗନ୍ଧ ଆସଇ ତେଣୁ ଲୁବ୍ଧକ ଭୃଙ୍ଗଗଣ ଭ୍ରମନ୍ତି ତାର ସନ୍ନିଧେନ। ଯେଣୁ ନ ପାରେ ବେଗେ ଯାଇ ପବନେ ବସନ ଚଳଇ ତା ଦେଖି ନୃପତି ନନ୍ଦନ ହୋଇଲା ଅନଙ୍ଗେ ବନ୍ଧନ। ଜଡ଼ର ପ୍ରାୟ ସେ ହୋଇଲା କାହୁଁ ତୁ ଅଇଲୁ ବୋଇଲା ବନ ଦେବତା ମାୟା କରି ବନେ ଖେଳିବ ମନ ହେରି। କାମର ଅସ୍ତ୍ରମାନ ଯୋଖି କି ଅର୍ଥେ ବୁଲୁତୁ ମୃଗାକ୍ଷୀ ମୁଁ ଆଗେ କହ ତୁ ବଚନ ମୃଗକୁ ଲୋଡ଼ୁ କି କାରଣ। ତୋ ବେଣୀ କମଳ ଲୋଚନ ନିଶ୍ଚୟ ଅନଙ୍ଗର ବାଣ କାହାକୁ ବିନ୍ଧିବୁ ସୁନ୍ଦରୀ କହ ତୁ ମାୟା ଦୂର କରି। ଯେଉଁ ଲୋକରେ ଦୟା କରି ଅନଙ୍ଗ ଅନଳେ ନ ମାରି ଚରଣ ପଙ୍କଜେ ତୋହର ମଧୁର ବାଜଇ ନୂପୁର ଶରୀର ପୁଲକ ତୋହର ଉତ୍ପଳ ଘନ କୁଚ ଭାର। କିଏ ବା ଚକ୍ର ବାକ ଘେନି
କିଓ ବା ଚକ୍ରବାକ ବେନି ଶରୀରେ ବହିଛୁ କାମିନୀ ମଧ୍ୟଭାଗ ଯେ ଜାଣ ତୋର ଅଟଇ ଅତି ମନୋହର ତହିଁ ମୋ ନୟନ ଯୁଗଳ ଆଶ୍ରୟ କଲା ନିଶ୍ଚଳ ଏ ମୋର ତପୋବନ ଭୂମି ଅତି ସୁନ୍ଦର କଲୁ ପୁଣି ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର ଅନଙ୍ଗ ବଶ ହୋଇ ସେ କି ରହିବ ଏମନ୍ତ ହୋଇକି ଅଦ୍ଭୁତ ସୁଧାରସ ସାର ଆନନ୍ଦ କରଇ ଅଧର ସୁରଙ୍ଗ ଦିଶଇ ତାହାର କିଓ ବା ଦେବା ପଟାନ୍ତର ବିଷ୍ଣୁଙ୍କ ଲାକୁ ତୁ କି ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ ମକର କୁଣ୍ଡଳ ତୋ କନେ ଚଞ୍ଚଳ ମୀନକି ନୟନେ ଏ ତୋର ଦନ୍ତବନ୍ତୀ ଦୁଇ ଡାଳିମ୍ବ ମଞ୍ଜିକୁ ଗଞ୍ଜଇ ଏ ବନ ସରୋବରେ ମୁହିଁ କଷ୍ଟେ ତପସ୍ୟା ଆଚରଇ ତପସ୍ୟା ପୂର୍ଣ୍ଣ ହେଲା ମୋର ଯେଣୁ ତୁ ନୟନ ଗୋଚର କିବା ପ୍ରଭୁଙ୍କ ପ୍ରସନ୍ନରେ ସୁନ୍ଦରୀ ମିଳିଲୁ ମୋହରେ ପ୍ରସନ୍ନ ହୁଅ ମୋତେ ତୁହି ମିତ୍ର ଭାବରେ ମୁଁ ଭଜଇ ତୋତେ ତ ନ ଜାଣଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ ତୋ ରୂପ ଦେଖି ମୋର ମନ ରହିଲା ନିଶ୍ଚଳ ନୟନ ହେପିନ ସ୍ତନା ଶୁଭ୍ର କେଶୀ ତୁମୁତେ ଭଜ ଗୋ ବିଶେଷୀ ବ୍ରତ ମୋହର ତୋର ପାଇଁ ସୁଫଳ ହୋଇଲା କସହି ସୁଫଳ କର ସଖୀ ଏହା ସ୍ୱଭାବେ ତୁହି ପୁଣ୍ୟ ଦେହା ଏମନ୍ତେ ସେହି ନୃପମଣି କହିବି ବିଧ ଚାଟୁ ବାଣୀ ମଧୁର କୋମଳ ବଚନ କହି ହରିଲା କନ୍ୟା ମନ ନୃପକୁ ମର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ ହେମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ ଅଗ୍ନିନ୍ଦ୍ର ସହିତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି ଜମ୍ବୁଦ୍ୱୀପରେ ରାଜା ହୋଇ ବିବିଧ ଭୋଗ ସେ ଭୁଞ୍ଜଇ ପୂର୍ବଜିତି ଗର୍ଭୁ ସମ୍ଭୂତ ହୋଇଲେ ଅଗ୍ନିନ୍ଦ୍ରର ସୁତ ଇଳାବୃତ ଯେ ହରିବର୍ଷ ନାଭିର ମଙ୍କ କି ପୁରୁଷ ଭଦ୍ରାଶ୍ୱ କୁରୁ ହିରଣ୍ମୟ କେତୁମାଳ ଯେ ନତନୟ ବରଷ ବରଷ କେ ତାର ହୋଇଲା ଏ ନବ କୁମର ଗୃହକୁ ତେଜି ପୂର୍ବଚିତି ବ୍ରହ୍ମାର ଚରଣେ ସେବନ୍ତି ମାତାର ପୁଣ୍ୟ ବଳୁ କରି କୁମରେ ଧର୍ମକୁ ଆଚରି ପିତା ବିଭାଗ ଅନୁମତେ ଜମ୍ବୁଦ୍ୱୀପକୁ ଯଥୋଚିତେ ଭୋଗ ଯେ କଲେ ଏ କୁମରେ ପିତାର ଆଜ୍ଞା ଘେନି ଶିରେ ଏଥୁ ଅନ୍ତରେ ପୁଣ ହୋଇଲା ଅଗ୍ନିନ୍ଦ୍ର ରାଜନ କିଛି ଦିନର ସେ ଅନ୍ତରେ ରାଜାଧିକାର ପାଇ ତାରେ ପିତା ପିତୃଲୋକ ଅନ୍ତରେ ପୁତ୍ରତା ବିବାହେ ସଂସାରେ ମେରୁର କନ୍ୟାମାନେ ଯେତେ ବିବାହ ହୋଇଲେ ବେଦ ମତେ ମେରୁ ଦେବୀ ଯେ ପ୍ରତିରୂପା ଲତାଶ୍ରମ୍ୟା ଯେ ଉଗ୍ର ଧ୍ରଷ୍ଟା ବେଦାଧିପତି ନାରୀ ଶ୍ୟାମା ଭଦ୍ରା ସହିତେ ନବ କନ୍ୟା ଏ ନବ କନ୍ୟା ବିଭା ଦେଲେ ବେଦୋକ୍ତ ମତେ ସେ ରହିଲେ କହଇ ବିପ୍ର ଜଗନ୍ନାଥ ଅଗ୍ନିନ୍ଦ୍ର ସୁତଙ୍କ ଚରିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ପଞ୍ଚମ ସ୍କନ୍ଧ ଅଗ୍ନିନ୍ଦ୍ର ସୁତ ଚରିତେ ନାମ 2 ଅଧ୍ୟାୟ
ওম নমঃ ভগবতে বাসুদেবায়।